ଜଗନ୍ନାଥ ଶ୍ରୀମତ ଭାଇ ଓଡ଼ିଶାରେ ହେବ ନଈ ବଢ଼ି, ଓଡ଼ିଶାରେ ହେବ ଘୋଡ଼ ମରୁଡ଼ି ହେଲା। କୁତୁ ଖେଳ ଆରମ୍ଭ ହେଲାଣି, ଯେମିତି ଖେଳ ଆରମ୍ଭ ହେଲାଣି। ବାଲେଶ୍ୱର କେମିତି ହେଇନି, ଆହୁରି ହବ। ଓଡ଼ିଶାର ଫାଳେ ହବ ମରୁଡ଼ି, ଫାଳେ ହବ କ'ଣ ଧୋଇ। ବୁଝି ହଉଛି? ଆମେ କହୁନୁ ମହାପୁରୁଷ ହଉଛି, ବୁଝି ହଉଛି? ଗାଲୁ ମାଧବ ଗପ ତ ଆଗରୁ କହିଥିଲି, ବୁଝି ହଉଛି? ବାଘ ଖାଇଗଲା, ଖାଇଲା ବେଳକୁ କିଛି ନଥିବ। ହେଲା ଭଳି ହୁଡ଼ି ପଡ଼ୁଥିବ, ହେଳାରେ କାଟିବେ ଦିନ। ପୁଣି ନୋଇବ ହୁଡ଼ି ପଡ଼ୁଥିବ, ହେଳାରେ କାଟିବେ ଦିନ। ବୁଝିବ? ତା ନାଁ ହଉଛି ଭବିଷ୍ୟତ ମାଳିକା। ମନେ ରଖିଥାଅ, ମାଳିକାକୁ ଅନ୍ୟ ପ୍ରକାର ବହୁତ ଲୋକ ବୁଝାନ୍ତି। ଆମ ଓଡ଼ିଶାରେ ଅବଧୂତିଆ ସାଧୁ, ଅବଧୂତ ସମ୍ପ୍ରଦାୟ ବେଶୀ, ସେ ଅକ୍ଷର ସାମଞ୍ଜସ୍ୟ ନେଇକି ବୁଝାନ୍ତି। ବୁଝିହଉଛି? ମାରେ ଅମକ, ଳିରେ ଅମକ, କାରେ ଅମକ, ତାକୁ ନଉଟେଇ ଦିଅ। ମାଳିକା, କାଳିମା, ଏମିତି ସବୁ କହନ୍ତି। ସେ ହେଲା ତତ୍ତ୍ୱବାଦ ଉପରେ ସେ ପଢ଼ିଗଲା। ମାଳିକା ଶବ୍ଦର ଅର୍ଥ କ'ଣ? ମନେ ରଖିଥାଅ, ବାଣୀ ହେଲା। ଖାଲି ମାଳିକା କଥା କହନ୍ତି ନାହିଁ, ତାର ଅଧା ରହୁଛି, ଅଧା ଯାଉଛି, ହଉଛି ଭବିଷ୍ୟତ ମାଳିକା। ବୁଝିପାରିଲ ନା? ଭବିଷ୍ୟତ ବାଣୀ। ଆଗକୁ କ'ଣ ଘଟିବ, ଅନେକ ମହାପୁରୁଷ ମାନେ ଆସି ଆମକୁ ଦିଗ୍ଦର୍ଶନ ଦେଇଛନ୍ତି। କେତେ ଲୋକ ତାକୁ କୁହନ୍ତି ଭବିଷ୍ୟତ ମାଳିକା, କିନ୍ତୁ ଏବେ ଅପଭ୍ରଂଶ ହେଇକି ହେଇଗଲାଣି କ'ଣ ମାଳିକା ହେଇଗଲାଣି। ତାକୁ ବି କେତେ ଲୋକ ବର୍ତ୍ତମାନ କାଳିମା କରିଦେଲେଣି। ମାଳିକାରେ କ'ଣ ଲଗେଇ ଦେଲେଣି ନା ନାଇଁ? କ'ଣ ଲଗେଇ ଦେଲେଣି? ତେଣୁ ସେ ଯାହା ହଉ, ମନେ ରଖିଥାଅ, ମହାପୁରୁଷ ଅଚ୍ୟୁତ କହନ୍ତି ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଇପାରେ, ହବ ନାହିଁ। ପଶ୍ଚିମ ଉଦୟ ହବ ନାହିଁ ମାନେ ଅସମ୍ଭବ କଥା। ବୁଝିହଉଛି ନା? ଏ ଭାବାର୍ଥ ଶବ୍ଦରେ ସେ କହିଛନ୍ତି ପୂର୍ବ ବାହାନୁ ପଶ୍ଚିମରେ ଉଦୟ ହେଇପାରନ୍ତି, ପର୍ବତ ଶିଖରେ କଇଁ ଫୁଟି ପାରେ, ଫୁଟିବ ନାହିଁ ପାରେ। ବୁଝି ହଉଛି? କିନ୍ତୁ ମୋ ବଚନ ଟଳିବ ନାହିଁ। କାରଣ କ'ଣ? ଇଏ ହଉଛି ପଥରର ଗାର, ଇଏ ଖଡ଼ିଗାର ନୁହଁ କି ରଙ୍ଗବାର। ପ୍ରଣୟ ଭାଇ ନିଦ ମାଇଲାଣି କି ରେ? ବୁଝି ହଉଛି? ତେଣୁ ମହାପୁରୁଷ କହନ୍ତି ଏ ବଚନ କେବେ ହେଲେ ଅନ୍ୟଥା ହେବ ନାହିଁ। ଅଚ୍ୟୁତଙ୍କର ଦିଟା ଶାସ୍ତ୍ରକୁ ଆଜି ଆଲୋଚନା କରିବା। ଶାସ୍ତ୍ର ଭିତରେ ମହାପୁରୁଷ ଲେଖିଛନ୍ତି କେତେ? 146,000 ଗ୍ରନ୍ଥ, 318 ଖଣ୍ଡ ଭବିଷ୍ୟତ ମାଳିକା। ତନ୍ମଧ୍ୟରୁ ଶିବକଳ୍ପ ଶାସ୍ତ୍ର ହଉଛି ତାଙ୍କର ମୁଖ୍ୟ, ତାପରେ ହେଲା ଲକ୍ଷ୍ମୀଧର ବିଳାସ। ବୁଝି ହଉଛି ନା? ଶିବକଳ୍ପ ଶାସ୍ତ୍ରଟା ଯେତେବେଳେ ପଢିବ, ସବୁଥିରୁ ଟିକେ ଟିକେ ତା ଦେହରେ ଅଛି। ସେ ଖଣ୍ଡକ ଯାହା ତାଙ୍କର ଯେତିକି ଯାକ ଶାସ୍ତ୍ର ପଢିବ, ସବୁ ଯାକ ଅଛି ସେଇ। ବୁଝି ହଉଛି? ସେଇଥିରେ ସେ କହୁଛନ୍ତି ଏକ ତ୍ରିୟ ତ୍ରିଶ ଦଶାନନ ଘୋଷ ସର୍ବେ ବୋଲ ହରି ହରି, ଥୟ ନ ରହିବ ମହି ନାଶ ଜୀବ, ଲୀଳା ହେବ ଭାରି ଭାରି। ଲୀଳା ବୋଲେ ତ ଠାକୁରଙ୍କ ଲୀଳା ହବ, ସଂହାର ଲୀଳା ଭାରି ଭାରି। ଯେତେବେଳେ ଆସିବ ଏକାଥରେ ମୂଳରୁ ପୁଳେ ଲେଖା ଏବେ ନା। ଏକ ତ୍ରିୟ ତ୍ରିଶ, ଏକ ତ୍ରିୟ ବୋଲନ୍ତେ 13, ତ୍ରିଶ ବୋଲନ୍ତେ 30, ଦଶାନନ ବୋଲନ୍ତେ 10, ମିଶି କେତେ ହେଲା 53। 53 ଅଙ୍କରେ ଓଡ଼ିଶା କଥା କହୁନାହାନ୍ତି, ସମଗ୍ର ପୃଥିବୀ କଥା। ଯେତେବେଳେ ଜଗତର ନାଥ ଜଗନ୍ନାଥ ପ୍ରଭୁ, ଇଏ ପଞ୍ଚମହାପୁରୁଷ ତାଙ୍କ ଅଂଶରୁ ଜାତ, ଇଏ ଜଗତର ସିଏ ବି ଗୋଟେ ଲେଖା ନାଥ। ତେଣୁ ଜଗତ କଥା ସିଏ କହୁଛନ୍ତି। 53 ଅଙ୍କରେ ଅନେକ କ୍ଷୟକ୍ଷତି ହବ, ମହି ନାଶ ଯିବ। କ'ଣ ମହି ଗଳି ପଡ଼ିବ ନା? ମାନେ ଖଣ୍ଡ ପ୍ରଳୟ ବହୁ ଜାଗାରେ, କୋଉଠି ଯୁଦ୍ଧ ବିଭୀଷିକା, କୋଉଠି ଖରାର ବିଭୀଷିକା, କୋଉଠି ପାଣିର ବିଭୀଷିକା, ବୁଝି କୋଉଠି ରୋଗର ବିଭୀଷିକା,
କୋଉଠି ଭୂମିକମ୍ପର ବିଭୀଷିକା ଏମିତିଆ ସବୁ 53 ଅଙ୍କରୁ ସୁରୁ ହବ ହବ। ଲୀଳା ହେବ ଭାରି ଭାରି ମାନେ କ'ଣ ସଂହାର ଲୀଳାଟା ଜୋରିଆ ହବ। ଆଉ କେତେ କାରିଗରୀ ଏବେ ଯୋଉ ନୂଆ ବହି ପ୍ରିଣ୍ଟ ଆସୁଛି ସେଥିରେ ଆଜି ଲମକା ହେବ ଭାରି ଭାରି ନମକା ହବ ଭାରି ବୁଝି ହଉଛି ନା? ସେ ଲମକା ହଉ କି ଲୀଳା ହଉ ହବ କିନ୍ତୁ ସଂହାର ଲୀଳା 53 ଅଙ୍କରୁ କ'ଣ ହବ ସୁରୁ ମାନେ କ'ଣ ଜୋର ସୋରିଆ ସବୁ ଆରମ୍ଭ ଭାରି ଭାରି ହବ। ବୁଝି ହଉଛି? ଆଜ୍ଞା ଏଠି କ'ଣ କହିଲେ ଶିବକଳ ଶାସ୍ତ୍ର କହିଲେ ପୁଣି କହୁଛନ୍ତି କୋଉଥିରେ ନା କଳି ଭବିଷ୍ୟ ମାଳିକା 18 ପୃଷ୍ଠ ବୁଝି ହଉଛି ନା? କହିଲେ ଦିଲ୍ଲୀ 16 ଅଙ୍କ 13 ସାଲରେ ଘୋର ମରୁଡ଼ି ଓଡ଼ିଶା ଦେଶରେ। ଦିଲ୍ଲୀ 16ଙ୍କର 13 ଅଙ୍କ ଚାଲିନି ଚାଲିଛି ହଁ 13 ବର୍ଷ ରାଜୁତି ହେଇନି 13 ବର୍ଷ ରାଜୁତି ହବ ଦିଲ୍ଲୀ 16 13 ଅଙ୍କରେ ଘୋର ମରୁଡ଼ି ଓଡ଼ିଶା ଦେଶରେ। ହେ ରାମ ଓଡ଼ିଶା ଦେଶରେ ଘୋର ମରୁଡ଼ି ଦେଖାଦେବ। ହେଲା ଖାଲି ମରୁଡ଼ି ନୁହଁ ଆଉ ମଧ୍ୟ ଲେଖିଛନ୍ତି ଏଇ ଅଙ୍କେ ମହାନଦୀ ଠାରେ ବନ୍ଧ ଭାଙ୍ଗିବ ରଖତୁ ମନରେ। କହିଲେ ଏଇ ଯୋଉ 13 ଅଙ୍କରେ ମହାନଦୀ ଠାରେ ବନ୍ଧ ଭାଙ୍ଗିବ ଏକଥା ତମେ ମନ ରଖିଥାଅ। ତାହେଲେ ପାଣି କେତେ ହବ ନିଶ୍ଚିନ୍ତ ଅଧିକା ହବ ନା ନାଇଁ? ଆଜ୍ଞା ଏଇ କଥା ଉପରେ ଏ କଥା ଏଇଠି ରହିଲା କିନ୍ତୁ ଅରକ୍ଷିତ ଦାସ ଗୋଟେ ପଦ ଲେଖିଛନ୍ତି ଇଏ କହିଲେ ମହାନଦୀ ଠାରେ କ'ଣ ବନ୍ଧ ଭାଙ୍ଗିବ କିନ୍ତୁ ଅରକ୍ଷିତ ଦାସ ଲେଖିଛନ୍ତି ଗୋଟେ କଥା ସେ ଲେଖିଛନ୍ତି କ'ଣ ହୀରାକୁଦ ଗୋଟେ ବନ୍ଧ ପଡ଼ିଥିବ ବୁଝି ହଉଛି ନା ବିଦେଶୀ ସୈନ୍ୟ ତାକୁ ଭାଙ୍ଗିଦେବେ ଓଡ଼ିଶାର 6 ଜିଲ୍ଲା ଜଳମଗ୍ନ। ଏଇ ଯୋଉ କଥା ଉପରେ ତାରତମ୍ୟ ଉପରେ କିନ୍ତୁ ଏଇଟା ସେଇଟା ନୁହଁ ଇଏ ସିଏ ନୁହଁ ସିଏ ଅଲଗା ଇଏ ଅଲଗା। 82 ମସିହା ବନ୍ୟା ସବୁ ଦେଖିଛ ନା ତମେ ଦେଖିଛ ନା ଦେଖିନ? 82 ମସିହା ବନ୍ୟା ଯେମିତି ହେଇଥିଲା ସେମିତିଆ ଗୋଟେ ବନ୍ୟା ଓଡ଼ିଶା ଭୂଖଣ୍ଡରେ ଦେଖା ମଧ୍ୟ ଦେଇପାରେ ବୁଝି ହଉଛି ନା? ଆଉ ଗୋଟେ ନେଇଛନ୍ତି ଚକଡ଼ା ମଡ଼ାଣ ଶାସ୍ତ୍ର ତାଙ୍କର ଦେଖିବ 26/6ରେ ମହାନଦୀ ଉଛୁଳି ପଡ଼ିବ ଏ ଓଡ଼ିଶା ଅଧଭାଗ ବର୍ଷାହୀନ 26/6 ମାନେ 26 ମସିହା କଥା ସେ କହିଲା କଳି କଲ୍ୟା ଦିତା 5126 ବର୍ଷ 6 ମାସ ବୁଝି ହଉଛି ନା ବୁଝିପାରିଲ? ତେଣୁ ତିନିଟାକୁ ଯଦି ମିଶେଇବ ସିଏ ଗୋଟିଏ ଅର୍ଥ ଆସୁଛି। ତେଣୁ 53 ଅଙ୍କ ହଉ ବା 13 ଅଙ୍କ ହଉ ଆ ଭିତରେ କ'ଣ ହବ ନା 26/6 ହେଲା ବେଳକୁ କେତେ ହଉଛି 7 ହେଇଥିବ 5127 କଳି କଲ୍ୟା ଦିତା ଆରି ଭିତରେ ଓଡ଼ିଶାରେ ଗୋଟେ ଅଦିନିଆ କ'ଣ ହବ ନଈ ଓଡ଼ି ଦେଖାଦେବ ଏବଂ କିଛି ଅଂଶ ମଧ୍ୟ ଓଡ଼ିଶାର ମରୁଡ଼ି ହବ। ଏ ଏପିସୋଡ୍ ଆମେ ଆଗରୁ କରିଥିଲୁ ପୁନର୍ବାର କେତେ ବ୍ୟକ୍ତି କହିବା ହେତୁ ଆମେ ଏଇଟା କରୁଛେ ବୁଝି ହଉଛି। ତେଣୁ ସମୟ ହଉଛି ହରିଶକ୍ତି ମୁହୂର୍ତ୍ତ। ଆଉ ଗୋଟେ କଥା ମନେ ରଖିଥାଅ ଛୁଆ କେହି ସଂସାରରେ ଚିରସ୍ଥାୟୀ ନୁହେଁ ଜନ୍ମ ହେଇଛେ ଦିନେ ମରିବା ଗୁରୁ କାହିଁ କରନ୍ତି କ'ଣ ବଚିବାକୁ ଆତ୍ମାର ସଦ୍ଗତି ପାଇଁ ଗୁରୁ କରନ୍ତି ଏବଂ ପ୍ରଭୁଙ୍କ ଲୀଳା ଖେଳା ସହିତ କିଛି ସାମଞ୍ଜସ୍ୟ ପାଇଁ କି କ'ଣ ହଉଛି ଗୁରୁକୂଳରେ ବସନ୍ତି। କାହିଁକି ଆତ୍ମାର ପବିତ୍ର ଭାବେ ନ ଆଇଲେ ତ ପ୍ରଭୁଙ୍କ ପାଖେ କେମିତି ବସିବ ବୁଝିବ। ବର୍ତ୍ତମାନ ଆମେ ଦେଖୁ ଅନେକ ଗୁରୁକୂଳରେ ବହୁତ ଚେଲାମାନେ କହନ୍ତି ଆମେ ପ୍ରଭୁଙ୍କୁ ପାଇଗଲୁ ବୁଝିପାରୁଛ ନା? କିନ୍ତୁ ପ୍ରଭୁ ମନେ ରଖିଦିଅ ତମକୁ କହୁଛୁ ଏ ବହି ପଢ଼ି ଶାସ୍ତ୍ର ପଢ଼ି ତମେ କହିବ ପ୍ରଭୁ ଜାଟିଛି ରହ ପ୍ରଭୁ ଭଗବାନଙ୍କ ଅଂଶ ଅନେକ ଶତାଙ୍କ ଦେହରେ ପରିପ୍ରକାଶ ହେବ ସତ କିନ୍ତୁ ପ୍ରଭୁ ଯେତେବେଳେ ଆବିର୍ଭୂତ ହେବେ ପରିପ୍ରକାଶ ହେବେ
ସୂର୍ଯ୍ୟ ଉଦୟ ହେଲେ ତରା ମାନେ ଲୁକାୟିତ ହେଇଯିବେ। ତରାରେ ଭାଇ ହବାକୁ ଚେଷ୍ଟା କର ନା, ସୂର୍ଯ୍ୟକୁ ଦେଖିବାକୁ ଚେଷ୍ଟା କର। ହଁ କି ନାହିଁ? ମହାପୁରୁଷ ଆଗରୁ କହିଛନ୍ତି ଭଗବାନ ବୋଲି মই ପୁରୀ ଜୀବ ଭକ୍ତି ନଥିବ କାପାସେ ଯୋଗୀ ଯୋଗ ମାୟା ତାଙ୍କୁ ଭକିବେ ଅନନ୍ତ କହିଣ ସେ। କଳିଯୁଗ ବିଚିତ୍ର ଯୁଗ, ସମସ୍ତେ କହିବେ ଆମ ହଉଛୁ ଭଗବାନ। ନାଇଁରେ ବାପା ଭମିବ ନାହିଁ। ଏତିକି ମନେ ରଖିଥା, ଭଗବାନଙ୍କୁ ଶୁଣି ବଡ଼ ଦୁର୍ଗରେ ହୋଇଛି ବଡ଼ ଭଗବାନ। ସିଏ ମଲେ ମଧ୍ୟ, ଛାଡ଼ିଲେ ମଧ୍ୟ, ନବକଳ ମର ହେଲେ ମଧ୍ୟ ତା ସ୍ତ୍ରୀ ବିଧବା ହୁଅନ୍ତି। କୁହନ୍ତି କୁହନ୍ତି ତମେ ମଲେ ତମ ସ୍ତ୍ରୀ କଣ ହବ? ଶଙ୍କା ବାଡ଼େଇବ, ସିନ୍ଦୁର ପୋଛିବ। ଯାହା ସ୍ତ୍ରୀ ଶଙ୍କା ନ ବାଡ଼େଇବ, ସିନ୍ଦୁର ନ ପିନ୍ଧିବ, ନ ପୋଛିବ, ତା ପାଦକୁ ଶରଣ ବୋଲ ଆନନ୍ଦେ କହା।